ମୋ କଥା ମେସେଜ ଦିଆଗଲା ଯେଉଁମାନେ ଅଙ୍କୁଶ ଲଗାଯାଇଥିବା ଅଧିକାରରେ କୌଣସି ଭୁଲ ଘଟିପାରେ ସମସ୍ତଙ୍କ ପାଇଁ ଦ୍ୱାର ଖୋଲା କରିଦିଆଗଲା ଏବଂ ସମସ୍ତେ ଆସି ଦଳରେ ସାମିଲ ହେଲେ। ଦ୍ୱିତୀୟ କଥା, ବିଧାୟକମାନଙ୍କୁ ଡାକି ନିର୍ଦ୍ଦେଶ ଦିଆଗଲା ନିଜର ନିର୍ବାଚନ ବୁଝିବା ସଙ୍ଗେ ସଙ୍ଗେ ନିଜ ଜିଲ୍ଲା ବା ପାଖ ନିର୍ବାଚନ ଏହାର ମଧ୍ୟ ଭୁଲି ଯାଇଥିଲେ ବିଧାୟକମାନଙ୍କ ମଧ୍ୟ ଦିଆଯାଇଛି। ଆଉ ବାକି ତୃତୀୟ କଥା ହେଉଛି ସମସ୍ତ କର୍ମୀମାନଙ୍କ ସହିତ ପ୍ରଭାରୀ ଏବଂ ରାଜ୍ୟ ସଭାପତି ଆଲୋଚନା କରୁଛନ୍ତି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ତଳ ସ୍ତରରୁ ଦେହକୁ ମଜବୁତ କରିବା ପାଇଁ ଗୁରୁଜନମାନଙ୍କର ପରାମର୍ଶ ଏବଂ ଯୁବକ ବନ୍ଧୁମାନଙ୍କୁ ପାଇବା ଏହି ଆଧାରରେ କାର୍ଯ୍ୟକ୍ରମ ଆଗକୁ ନିଶ୍ଚିତ କଂଗ୍ରେସ ହେବ। ଆଶା କରୁଛି এই ଯେଉଁ ଷ୍ଟ୍ରାଟେଜି ଆମର ନୂଆ ସଭାପତି କରିଛନ୍ତି ନିଶ୍ଚିତ ଦଳ ଜଣେ ବିଧାୟକ କେତେଟା ଜିଲ୍ଲାରେ ଗୋଟେ ଗୋଟେ ବିଧାୟକକୁ ଦିଆଯାଇଛି ଜିଲ୍ଲାର ଦାୟିତ୍ୱ। ନିଜ ଜିଲ୍ଲା ସହିତ ଅନ୍ୟ ଜିଲ୍ଲା ଅଛି ସେ ଜିଲ୍ଲାରେ ଯେଉଁ ଦାୟିତ୍ୱ ଦେବେ ସେ ଜାଗାର ଦାୟିତ୍ୱ ଦେବେ ଏବଂ ସେମାନେ ବର୍ତ୍ତମାନ କରି କେମିତି ଲୋକମାନଙ୍କୁ କଂଗ୍ରେସ ପ୍ରତି ଆସ୍ଥା ପ୍ରଦାନ କରିବେ ସେମାନେ ବର୍ତ୍ତମାନ ଆମର ବୈଠକରେ ନିଷ୍ପତ୍ତି କହୁଥିଲେ ସେସନ ସମୟରେ ଯେ ବିଜେପି ସରକାର କିଭଳି ଭାବରେ କରୁଛି ଏବଂ ବିଶେଷ ସ୍ୱତନ୍ତ୍ର ଭାବରେ ଅନୁଦାନ ଦିଆଯାଇଛି ଓଡ଼ିଶାକୁ ଦିଆଯିବ କ'ଣ କହିଲେ ରାଜନୈତିକ ଦିଲ୍ଲୀର ଚେୟାରକୁ ବଞ୍ଚିବା ପାଇଁ ଆନ୍ଧ୍ର ଆଉ ବିହାରକୁ ଯେଉଁ ଦୃଷ୍ଟିକୋଣ ରାଜନୀତି ଚାଲିଛି କେନ୍ଦ୍ର ସରକାର ତେଣୁ ସିଏ ଯେଉଁ ପାତର ଅନ୍ତର କରିକି ଓଡ଼ିଶାର ଡବଲ ଇଞ୍ଜିନ୍ ନାରା ଦେଇଛନ୍ତି କିନ୍ତୁ ସେ ଭୁଲି ଯାଇଛନ୍ତି ଓଡ଼ିଶାର 21 ଗୋଟି ଆସନରେ 20 ଗୋଟି ଆସନ ଲୋକମାନେ ତାଙ୍କ ଉପରେ ଆସ୍ଥା କରି ତାଙ୍କୁ ଭୋଟ ଦେଇଛନ୍ତି। এই ବସେଇ ଦେବା ପାଇଁ ମନୋବରମ କରି ବସେଇବା ତେଣୁ ସମୟ କହିବ ଉତ୍ତର ଦେବେ ଲୋକମାନେ ଦେବେ ଜନପ୍ରତିନିଧି ଦେବେ ଆମେ କହିବାଟା ଠିକ ଜନସାଧାରଣ ଜନତା ଜଣାଣ କରୁଛନ୍ତି ଆମ ଗଣତନ୍ତ୍ରର ମୁଖ୍ୟ ସ୍ତମ୍ଭ ତେଣୁ ସେମାନେ ସେ ସମୟରେ ଉତ୍ତର ଦେବେ ସରକାରଙ୍କର କାର୍ଯ୍ୟକଳାପ କ'ଣ ଆମେ କେବଳ ସୂଚାଇ ଦେଇଛୁ ଯେ ତାଙ୍କର ଦିଲ୍ଲୀର ସ୍ଥିତିକୁ ବଜାୟ ରଖିବା ପାଇଁ ବିହାର ଏବଂ ଆନ୍ଧ୍ରପ୍ରଦେଶ ବର୍ତ୍ତମାନ ଯେତେ ପ୍ରକାର ଦୃଷ୍ଟିକୋଣ ଯେତେ ପ୍ରକାର ଆର୍ଥିକ ବ୍ୟବସ୍ଥା କେନ୍ଦ୍ର ସରକାର ତାଙ୍କୁ ଦେବେ ଏବଂ ତାଙ୍କର ସ୍ଥିତିଟାକୁ ସେ ବୁଡ଼ି ଦେଇଛନ୍ତି ବୁଡ଼ି ଯିବ ନାହିଁ ଆଜ୍ଞା ଏଟା ତ ମୁଁ କହିଥିଲି ସେ ତ କହୁଥିଲେ କଂଗ୍ରେସ କିଛି କହିନି ବୋଲି ଆପଣମାନେ ଶୁଣିଥିବେ କଂଗ୍ରେସ ତ କିଛି କହିନି ମହାନଦୀ ଠାରୁ ଆରମ୍ଭ କରି ଆପଣଙ୍କର ହୀରାକୁଦ ବନ୍ଧ ପର୍ଯ୍ୟନ୍ତ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ସବୁ କଂଗ୍ରେସର ଅବଦାନ ଥିଲା କିନ୍ତୁ ସିଏ କହୁଛନ୍ତି 2014 ପାଖରୁ କାଳେ ଓଡ଼ିଶା ବିକଶିତ ହେଲା ଆଉ ଓଡ଼ିଶାକୁ କିଏ ଜାଣିନଥିଲେ ଚିହ୍ନୁଥିଲେ ତେଣୁ ସେଟା ବି ତାଙ୍କର ଗୋଟେ କଥା ସେମାନେ ତାଙ୍କ ଭାବନା ଭିତରେ କହୁଛନ୍ତି ତେଣୁ ସେମାନେ ମନେ ରଖିବା ଉଚିତ ଯେ ସେମାନେ ଅତୀତକୁ ଭୁଲି ଯାଉଛନ୍ତି ଯେ ଅତୀତରେ ଯେଉଁମାନେ ଯାହା କରିଥିଲେ ତାଙ୍କୁ ସମ୍ମାନ ଦେବା ସଙ୍ଗେ ସଙ୍ଗେ ଯେଉଁ ପୋଲବରମ ପ୍ରକଳ୍ପ ଅଛି ବାରମ୍ବାର ବିରୋଧ ଦାବି ହେବା ସତ୍ତ୍ୱେ ସରକାର ଭଲ ନିର୍ଦ୍ଦେଶ ଦେଇଛନ୍ତି ସେ ଜାଣିନାହାନ୍ତି ଯେ ସେଠିକାର ଅଞ୍ଚଳବାସୀ କିପରି ପାଣିର ରହିବେ ଏବଂ ତାଙ୍କ ଜଳ ସମସ୍ୟା ସୃଷ୍ଟି ହେବ ସେଥିପାଇଁ ସେ ସରକାରୀ